କିଛି ଦରକାର ନୁହଁ ତା ସାଙ୍ଗେ ଦୁଇଟା ତିନିଟା ଲୋକ ନାହାନ୍ତି ତାମାନେ ସିରିଜ୍ ଅଫ୍ କରପ୍ସନ୍ ଚାର୍ଜରେ ତାପରେ ପାର୍ଟିରୁ ବହିଷ୍କାର ଅପେକ୍ଷାରେ ଥିଲା ତା ଆଗରୁ ସେଥିପାଇଁ ସେ ଚାଲିଗଲେ ଏବଂ କିଛି ଦଳର ବିଷୟ କ'ଣ ସିଏ ତା ସହିତ କିଛି ପୂର୍ଣ୍ଣିମା ସିଂର କୌଣସି ପରିଚୟ କଟକରେ କ'ଣ ଅଛି କହିଲେ କି ଆନ୍ଦୋଳନ ଅଛି ନା ସେ କିଏ ତିନିଟା ପିଲାକୁ ସେ ଘୋଡ଼େଇକି ସେଠି ସେ ଯା କୋଅପରେଟିଭ୍ ସୋସାଇଟିର ପ୍ରେସିଡେଣ୍ଟ ହେଇଛନ୍ତି ତାଙ୍କୁ ହାଇକୋର୍ଟ ମଧ୍ୟ ତାଙ୍କ ନାଁରେ ଦେଇଛି ଷ୍ଟେ କରିକି ଚାଲିଥିଲା ଭୁଲ ତଥ୍ୟ ଦେଇକି ଏବେ ଚାଲିଛି ତେଣୁ ସିଏ କଟକର ଗୋଟେ ଆସେଟ୍ ନୁହଁ କଟକରେ କିଛି ଭୂମିକା ତାଙ୍କର ନାହିଁ 10% ଲୋକଙ୍କୁ ଠିଆ କରିବା କାପାସିଟି ନାହିଁ ଯେଉଁ କୋଅପରେଟିଭ୍ ସେ ପ୍ରେସିଡେଣ୍ଟ ହେଇଛି ତାଙ୍କ ନାଁରେ ସିରିଜ୍ ଅଫ୍ ଆଲିଗେସନ୍ ସେ ଫାଇଟ୍ କରୁଛି କୋଅପରେଟିଭ୍ ଆମେ ତାଙ୍କ ଉପରେ କିଛି କହିବା ଦରକାର ନାହିଁ ସେ କୋଅପରେଟିଭ୍ କିଛି ନାହିଁ ତାଙ୍କର କିଛି ଭୂମିକା ନଥିଲା କଟକରେ ଆପଣ ତ ଦେଖୁଛନ୍ତି କେଉଁ ଭୂମିକା ଥିଲା କେଉଁ ଆନ୍ଦୋଳନ ସେ ପରିଚାଳନା କରୁଥିଲେ କିଏ ପୂର୍ଣ୍ଣିମା ସିଂ କିଏ ତାଙ୍କ ପରିଚୟ କ'ଣ ସିଏ କର୍ପୋରେଟ୍ ଲଢ଼ିକି ବି ଜିତିପାରିଲେ ନା এই ଯୋଗ୍ୟତା ତାଙ୍କର ତେଣୁକରି ତାଙ୍କର କୌଣସି ଭୂମିକା ନଥିଲା ସେ ବିଜେଡ଼ିର କିଛି ଗୋଟେ ଦାୟିତ୍ୱରେ ନଥିଲେ ୱାର୍କିଂ ପ୍ରେସିଡେଣ୍ଟ ଭାଇସ୍ ପ୍ରେସିଡେଣ୍ଟ ତାଙ୍କର ଡେଜିନେସନ୍ କେତେ ବାଟ ଥାଏ ଜାଣିଛନ୍ତି ଆପଣ ଏତେ ଯଦି ଦକ୍ଷ ଲୋକ ଥିଲେ ତ ପାର୍ଟି ତାଙ୍କୁ ନେଇ କେଉଁଠି ଥୋଇଥାନ୍ତା ତେଣୁକରି ସେ ତାଙ୍କର ବକ୍ତବ୍ୟ ଠିକ୍ କିଛି ଅର୍ଥ ନାହିଁ କିଛି ପ୍ରଭାବ ନାହିଁ ତାଙ୍କର ସ୍ଥିତି ନାହିଁ ସାଂଗଠନିକ ଭିତ୍ତିଭୂମି ନାହିଁ ନିଜ ବିରୁଦ୍ଧରେ ଯେଉଁ ଚାଲିଛି କୋଅପରେଟିଭ୍ ସୋସାଇଟିରେ ଭୟଙ୍କର ଆଲିଗେସନ୍ ଚାଲିଛି ତାଙ୍କ ଭିତରେ ଇନକ୍ୱାରି ପ୍ରୋସେସ୍ ଚାଲିଛି ବହିଷ୍କାର ହେବେ ସେ ଏବଂ ତିନିଟା ପିଲାକୁ ଘୋଡ଼େଇଛନ୍ତି ତିନିଟା ପିଲାରେ କୌଣସି ଲୋକ ହୋଇପାରିବ ନାହିଁ ତାକୁ ଘୋଡ଼େଇଥିଲେ ଧରା ପଡ଼ୁଛନ୍ତି ତେଣୁକରି ସେ ବହିଷ୍କାର ପୂର୍ବରୁ ଆମେ ବିଜେଡ଼ି ତାଙ୍କୁ ବହିଷ୍କାର କରିଥିଲା ତା ପୂର୍ବରୁ ଏକଥା କରିଛନ୍ତି ତେଣୁକରି ଏଥିରେ କିଛି ପ୍ରଭାବ ନାହିଁ କିଛି ପଡ଼ୁନି।